ମାନନୀୟ ଶ୍ରୀଯୁକ୍ତ ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର, ନିବେଦନର ଅଭିପ୍ରାୟ ଏହିକି ଯେ ଓଡ଼ିଶାର କୋଣ ଅନୁକୋଣରେ ଅଙ୍ଗନବାଡ଼ି ସେଣ୍ଟର ଖୋଲାଯାଇଛି, କିନ୍ତୁ ଆଜିର ସମୟରେ ବହୁତ ସେଣ୍ଟରରେ ପିଲା ନାହାନ୍ତି, କିନ୍ତୁ ସେଣ୍ଟରରେ ତାଲା ଝୁଲୁଛି। ସେମାନଙ୍କ ପାଇଁ ସେଣ୍ଟରରେ ଫିଙ୍ଗରପ୍ରିଣ୍ଟ ମେସିନ୍ ବସାଇଲେ ଜାଣିପାରିବେ କେତେବେଳେ ହେଲ୍ପର, ୱାର୍କର ଏବଂ ପିଲାମାନେ ଆସୁଛନ୍ତି ବୋଲି ଜଣାପଡ଼ନ୍ତା। କିନ୍ତୁ ଅଙ୍ଗନବାଡ଼ି କର୍ମୀ ଦୁର୍ଗା ରୂପ ଧାରଣ କରି କାଳୀ ରୂପରେ ଶୋଷି ଖାଉଛନ୍ତି। କିନ୍ତୁ ଆଜିକା ସମୟରେ ଯେଉଁମାନେ ବଡ଼ ଲୋକିଆ ସ୍ୱାମୀ ଚାକିରି କରିଛନ୍ତି, ସେମାନଙ୍କ ସ୍ତ୍ରୀ ଅଙ୍ଗନବାଡ଼ିକୁ ଲାଞ୍ଚ ଦେଇ ଚାକିରି କରିଛନ୍ତି। କିନ୍ତୁ ଗରିବ ଲୋକ ପାଖରେ ନାହିଁ ତ ଟଙ୍କା, ନାହିଁ ତ ଚାକିରି। ବଡ଼ ଲୋକିଆ ମାନଙ୍କୁ ଭେରିଫିକେସନ୍ କଲେ ଜଣାପଡ଼ନ୍ତା ଏବଂ ତାଙ୍କ ସ୍ୱାମୀମାନେ ହାଇସ୍କୁଲ ମାଷ୍ଟର ଓ ଇଞ୍ଜିନିୟର ଅଛନ୍ତି। ତାଙ୍କ ସ୍ୱାମୀ ଗଭର୍ଣ୍ଣମେଣ୍ଟ ଚାକିରି କରିବା ସତ୍ତ୍ୱେ ସ୍ୱାମୀମାନେ ଅଙ୍ଗନବାଡ଼ିକୁ ଲାଞ୍ଚ ଦେଇ ସ୍ତ୍ରୀମାନଙ୍କୁ ନିଯୁକ୍ତ କରାଉଛନ୍ତି। ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଭଲ ହୁଅନ୍ତା ଏବଂ ଗରିବ ଲୋକ ଚାକିରିରୁ ବାଦ୍ ପଡ଼ୁଛନ୍ତି। ଏଣୁ ଅନୁରୋଧ କରେ କି ଦୟା ପରବେଶ ହୋଇ ଉକ୍ତ ଦରଖାସ୍ତକୁ ଗ୍ରହଣ କରି ଏହା ବିହିତ ବିରୁଦ୍ଧରେ କଲେ ମୁଁ ଅଧୀନସ୍ଥ ଆପଣଙ୍କ ନିକଟରେ ଚିର ଉପକୃତ ହେବି।